ভিডিও টিকিଏ বড় ହେଇପାରେ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ କଥା କ'ଣ, ଆମର ଏବେ ସୋସିଆଲ ମିଡିଆରେ ଭାଇରାଲ ହଉଛି, ସମସ୍ତେ ବି ଦେଖୁଥିବେ, ଆମର ସୌମ୍ୟ ଭାଇ ଯିଏ ଜିମ୍ ଟ୍ରେନର ଭୁବନେଶ୍ୱରର, ତ ତାଙ୍କର ଯୋଉ ହତ୍ୟାକାଣ୍ଡ କେସ୍ଟା ତ ବହୁତ ଦୁଃଖଦାୟକ ଜିନିଷଟା। ତ ସେଥିପାଇଁ ତାଙ୍କର ସଦ୍ଗତି ପାଇଁ ଆମେ ପ୍ରାର୍ଥନା କରିବା। କିନ୍ତୁ ଯାହା ବି ହେଲା କିଛି ଭଲ ହେଲାନି। ନିରୀହ ଲୋକର ଜୀବନ ଏମିତି ନିଅନ୍ତିନି। ସିଏ ବି ଜଣେ ମଣିଷ, ଆମେ ବି ଜଣେ ମଣିଷ। ବାଲିଅନ୍ତା ଅଞ୍ଚଳର ଯୋଉ ଗୋଷ୍ଠୀ ଯେମିତି ତାଙ୍କୁ ହତ୍ୟା କଲେ, ଦେଖଣାହାରି ହେଇକି ଯୋଉମାନେ ବି ଦେଖିଲେ, ଦୋଷୀ ତ ସେଠି ସମସ୍ତେ। ଏମିତି କହିବାକୁ ଗଲେ ପ୍ରଶାସନ ବି ଦୋଷୀ, ସେଠି ଦେଖୁଥିବା ଲୋକ ବି ଦୋଷୀ, ମାରୁଥିବା ଲୋକ ବି ଦୋଷୀ। ଭୁଲ କିଛି ନା ହଉନା କାହିଁକି, ସିଏ ଭୁଲ କରନ୍ତୁ କି ଯାହା ବି ହଉ ଘଟଣାସ୍ଥଳରେ, ତ ଏମିତି ମାରିବାର ନଥିଲା। ଆମେ ଭାଇ ଓଡିଶାରେ ଅଛୁ, ସିଏ ଆମର ଜଣେ ଓଡିଆ ଭାଇ। ମୁଁ କହିବାର ତାତ୍ପର୍ଯ୍ୟ ହଉଛି ସିଏ ବି ମୋର ଭାଇ ନୁହଁ, ମୁଁ ବି ତାର ଭାଇ ନୁହଁ, ସିଏ ମୋର କୌଣସି ସମ୍ପର୍କୀୟ ନୁହଁ। ମୁଁ କାହିଁକି କହୁଛି ଏଇଟା କଣ ଗୋଟେ ମାନବିକତା? ଆମ ଓଡିଆ ଭାଇ ଏମିତି ସବୁ କଣ ମାରିବା କଥା? ଠିକ ଅଛି, ଯାହା ବି ହେଇଥାନ୍ତା ସେଟା ବୁଝାମଣାରେ ଫାଇନାଲ ହେଇଥାନ୍ତା। ହେଲେ ଏତେ ଯେ ଗୋଷ୍ଠୀ ଆକ୍ରମଣ ହେଲା ଯେ ସେ କିଛି କରିପାରିଲେନି, ଲାଷ୍ଟକୁ ହାରିଗଲେ। ଦ୍ୱିତୀୟ କଥା, ସେ ଜଣେ ଜିମ୍ ଟ୍ରେନର, ଲାଭ କ'ଣ? ଏତେ ଆମେ ଜିମ୍ ଯାଇ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଇ ଲାଭ କ'ଣ? 5ଟା ଲୋକଙ୍କୁ ରଖିବାର ତ ଆମର ଶକ୍ତି ହିଁ ନାହିଁ। ତ ସେ ଜିମ୍ ଯାଇ ଲାଭ କ'ଣ? ଏତେ ପରିଶ୍ରମ କରି ଲାଭ କ'ଣ? କ'ଣ ସେ ଫିଜିକାଲ ଫିଟନେସ ନାଁରେ କ'ଣ ଖାଲି ଟାଇମ ପାସ୍? କିଏ ଭଲ ଭାବନ୍ତି ଖରାପ ମୋର କିଛି ଯାଏ ଆସେନି। ଯୋଉମାନେ ବି ଜିମ୍ ଯାଉଛନ୍ତି, ସେ ଝିଅ ହଉ କି ପୁଅ ହଉ, ଯୋଉମାନେ ବି ଜିମ୍ ଯାଉଛନ୍ତି ସେ ୱାନ୍ ଟାଇପ ଅଫ ଟାଇମ ପାସ୍, ଫିଜିକାଲ ଫିଟନେସ ନାଁରେ ଟାଇମ ପାସ୍, ଆଉ କିଛି ବି ନୁହଁ। 2 କିଲୋମିଟର ଦୌଡ଼ିକି ଦେଖାଅ। ଯୋଉମାନେ ବି ଜିମ୍ ଯାଉଛନ୍ତି 2 କିଲୋମିଟର ଦୌଡ଼ିକି ଦେଖାଅ, ହବନି, କରିପାରିବ ନାହିଁ। କେବଳ ଜିମ୍ଟା ହଉଛି ହାଲକା ଫୁଲକା କାମ, ଆରାମଦାୟକ କାମ, ବେଶୀ ମେହନତ ନାହିଁ। ଆମେ ଗଲୁ ଟାଇମ ପାସ୍ କରିକି ଆସିଲୁ, କିନ୍ତୁ ରନିଂ ରେ ମେହନତ ଲାଗୁଛି। 2 କିଲୋମିଟର ଦୌଡ଼ିବାକୁ ହେଲେ ଗୋଟେ ମାସ ପ୍ରାକ୍ଟିସ କରିବାକୁ ପଡିବ, ତାପରେ ଯାଇ 2 କିଲୋମିଟର ଦୌଡ଼ିବ। ତ ସେଟା ହଉଛି କଷ୍ଟ କାମଟା, ତ ତାକୁ କେହି ପ୍ରିଫର କରନ୍ତି ନାହିଁ। ତ ଆମେ କରିଛୁ, ଜାଣିଛୁ। କିଏ କ'ଣ କହିବ ନ କହିବ ସେଟା ପର କଥା। କହିବା ଲୋକ ବହୁତ, କରିବା ଲୋକ କମ। ତ ଫିଜିକାଲ ଫିଟନେସ ନାଁରେ ଟାଇମ ପାସଟା ବନ୍ଦ କରନ୍ତୁ। ପ୍ରପର ଫିଜିକାଲି ଫିଟନେସ କେମିତି ଧ୍ୟାନ ଦିଆଯାଏ ତା ଉପରେ ଧ୍ୟାନ ଦିଅନ୍ତୁ। ଆଉ ଯଦି ମତେ 2 ଜଣ ବାଡ଼ଉଥିବେ, ମୁଁ ଯଦି ସେଠୁ ଦୌଡ଼ିକି ନ ଯାଇପାରିବି, ସେତିକି ସକ୍ଷମ ମୋ ପାଖରେ ନାହିଁ, ତାହେଲେ ମୁଁ କାହିଁକି ଜିମ୍ ଯିବି? ତାହେଲେ ମୁଁ କ'ଣ ଫିଜିକାଲ ଫିଟନେସ ଉପରେ ଧ୍ୟାନ ଦଉଛି? ସବୁ ବାହାନା। ସିଚୁଏସନ ବହୁତ ଚେଞ୍ଜ ହେଲାଣି, ଆଗ ଭଳିଆ ନାହିଁ। ତ ଏଇଟା ପୁରା ଦ୍ୱିତୀୟ ପାର୍ଟ। ତୃତୀୟ ପାର୍ଟ କ'ଣ? ଆଗକୁ ଏମିତି ଚାଲୁଥିବ, ହତ୍ୟାକାଣ୍ଡ ହଉଥିବ। ଆଜି ସେ ସୌମ୍ୟ ଭାଇଙ୍କର ପାଳି ପଡିଛି, କାଲି ହେଇପାରେ ମୋ ପାଳି ପଡିବ, ହେଇପାରେ ଆପଣଙ୍କ ପାଳି ବି ପଡିବ। 10 ଜଣ ଘେରିଗଲେ ଆପଣ କ'ଣ କରିବେ? 5 ଜଣ ଘେରିଗଲେ ଆପଣ କ'ଣ କରିବେ? ନିଜକୁ ପଚାରନ୍ତୁ। ତ ଏମିତି ସିଚୁଏସନ ହେଲାଣି, ମୋର କାମ ଅଛି, ମୁଁ କାମ ସାରିବି, ଘରକୁ ଆସିବି, ନା ଅନନେସେରୀ କାହା ସହିତ କଥାବାର୍ତ୍ତା, ନା କିଛି ଆର୍ଗୁମେଣ୍ଟ। ତାର ଫଳ ସ୍ୱରୂପ ଯଦି କିଛି ଅଯଥା କଥା ହଉଛନ୍ତି କି ଅଯଥା କାମ କରୁଛନ୍ତି, ତାହେଲେ ଆପଣ ଫସିବେ। ଆଉ ଅଯଥା ସାହାଯ୍ୟ କରିବାର ନାହିଁ। ଅଯଥା ସାହାଯ୍ୟ ସେ ଝିଅ ହଉ, ପୁଅ ହଉ, ରାସ୍ତା ସାଇଡରେ ସେ ବୁଢା ଲୋକ ହଉ, ବୁଢୀ ଲୋକ ହଉ, ସ୍ତ୍ରୀ ଲୋକ ହଉ, ସେ ଯିଏ ବି ହଉ, ମୁଁ ଗାଡି ନେଇ ଯାଉଛି, ମୁଁ ଏକୁଟିଆ ଯିବି। ଯଦି ମୋ ପଛରେ କେହି ନାହାନ୍ତି, ନା କାହାକୁ ମୁଁ ସାହାଯ୍ୟ କରିବାର ଅଛି, ନା କାହାକୁ ଲିଫ୍ଟ ଦେବାର ଅଛି, କିଛି ବି ନାହିଁ। କାହାକୁ ଭଲ ଲାଗିଲା ଲାଗୁ, କାହାକୁ ଭଲ ନ ଲାଗିଲା ନ ଲାଗୁ, କିଛି ଅସୁବିଧା ନାହିଁ। ଏସବୁ ଜିନିଷ ଆଗକୁ ହଉଥିବ, ତ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ନିଜେ ସୁରକ୍ଷିତ ରୁହନ୍ତୁ, ଅନ୍ୟମାନଙ୍କୁ ବି ସୁରକ୍ଷା ଦିଅନ୍ତୁ। ମାରିଦେଲେ କ'ଣ ହବ? ମାରିଦେଲେ କି ବଡ ପଣିଆ? କାହା ଜୀବନ ତ ଆମେ ବଞ୍ଚେଇ ପାରିବାନି, ମାରିଦେଲେ କି ବଡ ପଣିଆ? ଏମିତି ସବୁ କ'ଣ କରିବା କଥା? କ'ଣ ନା ଆମେ ଭାଇଚାରା, କି ଭାଇଚାରା ଭାଇ?
କିଛି ଭାଇଚାରା ନାହିଁ, କିଛି ଭାଇଚାରା ନାହିଁ। କଣ ଓଡିଶାରେ ଖାଲି କହନ୍ତି ଭାଇଚାରା ଭାଇଚାରା, କି ଭାଇଚାରା? ଏଇ ଭାଇଚାରା? ଫେସ୍ ଟୁ ଫେସ୍ ଆସି କଥା ହୁଅନ୍ତୁ, ପ୍ରାକ୍ଟିକାଲ ଲାଇଫରେ ପଶନ୍ତୁ। କିଛି ଭାଇଚାରା ନାହିଁ। ନିଜ ସ୍ୱାର୍ଥ ଉପରେ ଯେତେବେଳେ ଆଞ୍ଚ ଆସିବ, ନିଜ ଇଗୋ ଯେତେବେଳେ ହଟ୍ ହବ ନା, କେହି କାରଣ ନୁହଁ। କିଛି ଭାଇ କେହି ନୁହଁ, କେହି ଭାଇ ଭଉଣୀ ନାହାନ୍ତି, କେହି ନାହାନ୍ତି। ତ ଭାଇଚାରାର ସେ ଦ୍ୱାହି ଦେଇକିରି ରିଲ ବନାନ୍ତୁନି ଭାଇ। ଭାଇଚାରା ଭାଇଚାରା କିଛି ନାହିଁ। ନିଜ ଭାଇ ତ ହଉନି, ପର ଭାଇକୁ ଆମେ କଣ ଦେଖିବୁ? ପର ଭାଇକୁ ଆମେ ମାରି ଦଉଛେ। ତ ଭାଇଚାରାର ଦ୍ୱାହି ଦେଇକି ରିଲ ବନାନ୍ତୁନି, କି କୌଣସି ବି କମେଣ୍ଟ କରନ୍ତୁନି। କୌଣସି କାହାର ଅଧିକାର ନାହିଁ। ବହୁତ ବଡ ହେଇଗଲା, ଭିଡିଓଟା ବହୁତ ବଡ ହେଇଗଲା। ତ ଦେଖିଲେ ଦେଖିବେ, ନ ଦେଖିଲେ ବି କିଛି ଅସୁବିଧା ନାହିଁ। ମୁଁ ମୋ ଭୟ ଜାଗାରେ କହିଦେଲି, ବାକି ଆପଣଙ୍କ ଇଚ୍ଛା। ବୁଝିଲେ ବୁଝିବେ, ନ ବୁଝିଲେ ନ ବୁଝିବେ, କିଛି ଅସୁବିଧା ନାହିଁ। ମୁଁ ତ ବୁଝି ସାରିଛି ଭାଇ, ମତେ କଣ କରିବାର ଅଛି, କାହାକୁ ସାହାଯ୍ୟ କରିବାର ଅଛି, କଣ କରିବାର ଅଛି ମୋ ଲାଇଫରେ ମୁଁ ବୁଝି ସାରିଛି। ଏବେ ଆପଣଙ୍କ ଦାୟିତ୍ୱ, ଆପଣ କେତେ ବୁଝୁଛନ୍ତି କେତେ ନ ବୁଝୁଛନ୍ତି। ରହିଲି, ନମସ୍କାର, ଗୁଡ୍ ନାଇଟ୍।